ଲତା ସିନା 7 ମାସର ଗର୍ଭବତୀ ଥିଲା, କିନ୍ତୁ ମନରେ ଅହକେତୁ ଭୟ। କାଳେ ଝିଅଟିଏ ହେଲେ ଘରେ ଗ୍ରହଣ କରିବେ କି ନାହିଁ। ପ୍ରଥମେ ତ ଝିଅଟି, କିନ୍ତୁ ଦ୍ୱିତୀୟରେ ଯଦି ଝିଅ। ଏମିତି ମନେ ମନେ କେତେ ଭଗବାନଙ୍କୁ ଡାକି ସାରିଛି। ଶୁଣିବେ କି ନାହିଁ ସେ ପ୍ରଭୁଙ୍କୁ ହିଁ ଜଣା। ଶାଶୁ ଡାକ ଛାଡ଼ିଲେ, ରିନା ଆସ, ଦେଖିବୁ କିଏ ଆସିଛନ୍ତି। ଆରେ ରେଣୁ ନାନୀ, କାହିଁକି ଏ ଅଦିନରେ? ହାତରେ ପୁଣି ମିଠା ପକେଟ। କାରଣଟା କ'ଣ ହେଇଥିବ? ଶାଶୁ କହିଲେ, ବସ ବସ। ଏତେ ଦିନ ପରେ ରେଣୁ ନାନୀ କହୁଥାନ୍ତି, ମୁଁ ବସିବିନି, ଆହୁରି ବହୁତ ଆଡ଼େ ବାଣ୍ଟିବାର ଅଛି। କ'ଣ କି? ଶାଶୁ ପଚାରିଲେ। ଆରେ ମୋ ବୋହୂର ପରା ଝିଅଟିଏ, ଆମ ଘରେ ସମସ୍ତେ ଖୁସି। ଆଜିର ଦୁନିଆରେ ପୁଅ କ'ଣ ଝିଅ କ'ଣ। ନେ, ଝିଅ ହେଲା ବୋଲି ମିଠା। ଶାଶୁ ରେଣୁ ନାନୀକୁ ଆଶ୍ୱାସନା ଦେଲେ, ଆଲୋ ଝିଅ ପୁଅ ସମାନ। ଝିଅ ବୋଲି ମନ ଦୁଃଖ ନାହିଁ, ଖୁସି ଅଧିକ। କିଏ ଶୁଣୁ କି ନ ଶୁଣୁ, ଲତା କିନ୍ତୁ ଘର କଣରେ ଶାଶୁଙ୍କ କଥା ଶୁଣୁଥିଲା। ଆଉ ତା ମନରୁ ଅହକେତୁ ଭୟଟା ଆପେ ଆପେ ଲୋପ ପାଇବାରେ ଲାଗିଲା। ଧନ୍ୟବାଦ।